କ'ଣ ଆପଣଙ୍କର ବି ରାସନ କାର୍ଡ଼ ଅଛି କି? ଯଦି ଅଛି ତାହେଲେ ଆପଣଙ୍କ ରାସନ କାର୍ଡ଼ ଏବେ ଅଛି ବିପଦରେ। ଯଦି ଜାଣିନାହାନ୍ତି ଏ ବିଷୟରେ ତ ଆସନ୍ତୁ ଜାଣିବା କିପରି ଆପଣ ରାସନ କାର୍ଡ଼ ଆପଣଙ୍କର ବଞ୍ଚାଇ ପାରିବେ ଏବଂ କ'ଣ କଲେ ଆପଣଙ୍କ ରାସନ କାର୍ଡ଼ କଟିବନି ରହିଥିବ ସେସବୁ ବିଷୟରେ ଚାଲନ୍ତୁ ଭିଡ଼ିଓରେ ଆଗକୁ ଜାଣିବା। ଡିଜିଟାଇଜେସନ୍ ପର୍ଦ୍ଦାଫାଶ କଲା 58 ନିୟୁତ ଜାଲି ରାସନ କାର୍ଡ଼। ସାଧାରଣ ବଣ୍ଟନ ବ୍ୟବସ୍ଥାରେ ଆସିଲା ସୁଧାର। ଦେଶରେ ସାଧାରଣ ବଣ୍ଟନ ବ୍ୟବସ୍ଥାକୁ ବ୍ୟବସ୍ଥାପିତ କରିବା ପାଇଁ କେନ୍ଦ୍ର ସରକାର ବିଶେଷ ପଦକ୍ଷେପ ନେଇଛନ୍ତି। ସେ ମଧ୍ୟରୁ ଗୋଟିଏ ହେଉଛି ଡିଜିଟାଇଜେସନ୍ ବ୍ୟବସ୍ଥା। ଦେଶର ପ୍ରତ୍ୟେକ ରାଜ୍ୟ ଏହି ବ୍ୟବସ୍ଥାକୁ ଲାଗୁ କରିଛନ୍ତି। ସାଧାରଣ ବଣ୍ଟନ ଅନ୍ତର୍ଗତ ସମସ୍ତ ରାସନ କାର୍ଡ଼ଧାରୀ ଉପଭୋକ୍ତାଙ୍କୁ ଆଧାର କାର୍ଡ଼ ସହ ଲିଙ୍କ କରାଯାଉଅଛି। ଆଧାର ଅଥେଣ୍ଟିକେସନ୍ ଓ KYC ଦ୍ୱାରା ଉପଭୋକ୍ତାଙ୍କ ବିଷୟରେ ସମସ୍ତ ତଥ୍ୟ ଡିଜିଟାଇଜ୍ କରାଯିବା ସହ ସେମାନେ ପ୍ରକୃତ ଲାଭାର୍ଥୀ କିମ୍ବା ଜାଲ ତାହା ସହଜରେ ଜଣା ପଡ଼ିଯାଉଅଛି। ଅର୍ଥାତ୍ ସେମାନେ ଯୋଗ୍ୟ କି ନାହିଁ ରାସନ କାର୍ଡ଼ ଧରିବା ପାଇଁ ତାହା ଏଥିରେ ମଧ୍ୟ ଜଣାପଡ଼ିଯାଉଅଛି। ବର୍ତ୍ତମାନ ଦେଶରେ 80.6 କୋଟି ଉପଭୋକ୍ତା ଅଛନ୍ତି ଏହି ବ୍ୟବସ୍ଥା ଅଧୀନରେ। ଯଦି ଆପଣଙ୍କର ବାର୍ଷିକ ଆୟ 5 ଲକ୍ଷ ଟଙ୍କାରୁ କମ୍ ଏବଂ ଯଦି ଆପଣଙ୍କର କୌଣସି 4 ଚକିଆ ଯାନ ନାହିଁ ତାହେଲେ ଆପଣଙ୍କର ରାସନ କାର୍ଡ଼ ସୁରକ୍ଷିତ ଅଛି। ଯଦି ଆପଣଙ୍କର ବାର୍ଷିକ ଆୟ 4 ଲକ୍ଷ ଟଙ୍କାରୁ ଅଧିକ କିମ୍ବା 5 ଲକ୍ଷ ଟଙ୍କାରୁ ଅଧିକ ଏବଂ 4 ଚକିଆ ଗାଡ଼ି ଯଦି ଅଛି ତାହେଲେ ଆପଣଙ୍କ ରାସନ କାର୍ଡ଼ଟି ରୁଦ୍ଧ କରାଯାଇଯିବ। ଅର୍ଥାତ୍ ଏଥିପାଇଁ ଆପଣ ରାସନ କାର୍ଡ଼ ଯୋଗ୍ୟତା ନୁହଁ ବୋଲି ଧରାପଡ଼ିଯିବ, ଯାହାଫଳରେ ଆପଣଙ୍କ ରାସନ କାର୍ଡ଼ଟି ରୁଦ୍ଧ କରାଯାଇପାରିବ। ଡିଜିଟାଇଜେସନ୍ ଦ୍ୱାରା 5.8 କୋଟି ଜାଲି ଉପଭୋକ୍ତା ଠାବ କରାଯାଇପାରିଛି ଏବଂ ସେମାନଙ୍କ ନାମ ତାଲିକାରୁ ବାଦ କରାଯାଇଅଛି। ଏହା ଫଳରେ ପ୍ରକୃତ ଉପଭୋକ୍ତା ସାଧାରଣ ବଣ୍ଟନ ଅଧୀନ ସୁବିଧା ଲାଭ ପାଇପାରୁଛନ୍ତି ଏବଂ ରାଜସ୍ୱ ଅପଚୟ ବନ୍ଦ ହୋଇପାରୁଛି। କେନ୍ଦ୍ର ଖାଦ୍ୟ ମନ୍ତ୍ରାଳୟ ତଥ୍ୟ ଅନୁସାରେ ଦେଶବ୍ୟାପୀ 20.4 କୋଟି ରାସନ କାର୍ଡ଼କୁ ଡିଜିଟାଇଜେସନ୍ କରାଯାଇପାରୁଛି। ଏଥିମଧ୍ୟରୁ 99.7% ରାସନ କାର୍ଡ଼କୁ ଆଧାର ସହ ଲିଙ୍କ ମଧ୍ୟ କରାଯାଇଅଛି। ବାୟୋମେଟ୍ରିକ୍ ଅଥେଣ୍ଟିକେସନ୍ ଦ୍ୱାରା ସେମାନଙ୍କ 97.7% ଆଧାର କାର୍ଡ଼ ବୈଧତା ଯାଞ୍ଚ କରାସରିଛି। ଦେଶବ୍ୟାପୀ 5.33 ଲକ୍ଷ ସୁଲଭ ମୂଲ୍ୟ ଦୋକାନଗୁଡ଼ିକରେ EPFS କରଣ ବ୍ୟବହାର କରାଯାଉଅଛି। ଉପଭୋକ୍ତାଙ୍କୁ ଏହି ଉପକରଣ ମାଧ୍ୟମରେ ଆଧାର ଅଥେଣ୍ଟିକେସନ୍ ଦ୍ୱାରା ଖାଦ୍ୟ ସାମଗ୍ରୀ ବଣ୍ଟନ କରାଯାଉଅଛି। ସରକାରଙ୍କ ଅନୁଯାୟୀ ରାସନ କାର୍ଡ଼ଟି କେବଳ ଦାରିଦ୍ର୍ୟ ଓ ଗରିବ ଶ୍ରେଣୀର ଲୋକଙ୍କ ପାଇଁ ହିଁ ବାହାର କରାଯାଉଅଛି। କେବଳ ଉପଭୋକ୍ତା ବଣ୍ଟନ ବ୍ୟବସ୍ଥାରେ ଡିଜିଟାଇଜେସନ୍ କରାଯାଉଅଛି ତାହା ନୁହେଁ। ଖାଦ୍ୟ ସାମଗ୍ରୀ ଯୋଗାଣ ନେଇ ଭାରତୀୟ ଖାଦ୍ୟ ନିଗମ ମଧ୍ୟ ଡିଜିଟାଇଜେସନ୍କୁ ବ୍ୟାପକ ଭାବରେ ଲାଗୁ କରୁଛି। ଗୋଦାମ ଘରେ ସଂଗୃହୀତ ରହୁଥିବା ଖାଦ୍ୟ ସାମଗ୍ରୀ ତାଲିକା, ବିଭିନ୍ନ ଡିଷ୍ଟ୍ରିବ୍ୟୁଟର୍ସଙ୍କୁ ଦିଆଯାଉଥିବା ସାମଗ୍ରୀ, ମାଲ ପରିବହନ, ଟ୍ରାକିଂ ଆଦି ଅନେକ କ୍ଷେତ୍ରରେ ଡିଜିଟାଇଜେସନ୍ ବ୍ୟବହାର କରିବା ଦ୍ୱାରା କୌଣସି ପ୍ରକାର ଚୋରା କାରବାର କିମ୍ବା ହେରଫେର କରାଯାଉ ନାହିଁ। ଅର୍ଥାତ୍ ଏଥିପାଇଁ କେହି ଠକି ପାରୁନାହାନ୍ତି। ୱାନ୍ ନେସନ୍ ୱାନ୍ ରାସନ କାର୍ଡ଼ ଯୋଜନା ଅନୁସାରେ ଉପଭୋକ୍ତା ଦେଶର କୌଣସି ସ୍ଥାନରୁ ରାସନ ସାମଗ୍ରୀ ନେବାରୁ ସୁବିଧା ହୋଇପାରୁଛି। ଏହାଦ୍ୱାରା ଦେଶରେ ଖାଦ୍ୟ ସୁରକ୍ଷା ବ୍ୟବସ୍ଥା ବେଶ୍ ମଜବୁତ ହୋଇପାରୁଛି ଏବଂ ଜାଲ ଉପଭୋକ୍ତାକୁ ଠାବ କରିବାକୁ ତାଲିକା ବାଦ କରାଯାଇପାରୁଛି। ଯଦି ଆପଣଙ୍କର ବି ଏଥିମଧ୍ୟରେ ନାଁ ଅଛି ତାହେଲେ କମେଣ୍ଟ କରି ନିଶ୍ଚୟ ବତାଇବେ।